और अब बड़ी खबर है, नाइजीरिया में खुलेगा जंग का क्या नया मोर्चा। सैन्य ऑपरेशन की तैयारी में है ट्रंप। क्यों है वो भी आपको बताएंगे जल्दी से। दरअसल यहां पर नाइजीरिया में लगातार हजारों ईसाई मारे जा रहे हैं, जिसको लेकर ट्रंप काफी नाराज है। कट्टरपंथी इस्लामिक संगठन सामूहिक हत्याएं कर रहे हैं। हमले जारी रहे तो सैन्य ऑपरेशन भी हमारे पास विकल्प है, अमेरिकी प्रेसिडेंट ने साफ साफ कह दिया। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଥମ୍ବନେଲ୍ ଦେଖିକି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି କ'ଣ ଏକଥା କ'ଣ କେବେ ସତ ହୋଇପାରେ? କ'ଣ ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ହତ୍ୟା କରାଯିବ କି? ଏ ଥମ୍ବନେଲ୍ ଦେଖିକି ଅନେକଙ୍କ ମନରେ ଏ ଗୋଟେ ପ୍ରଶ୍ନ ଥିବ, କ'ଣ ସତରେ ଯେଉଁମାନେ ତାଡ଼ନାକାରୀ, ଯେଉଁମାନେ ଖ୍ରୀଷ୍ଟିଆନମାନଙ୍କୁ ହତ୍ୟା କରନ୍ତି, ସେମାନେ କ'ଣ ହତ୍ୟା କରାଯିବ କି? ତେବେ ଆଜିର ଭିଡ଼ିଓରେ ଆମେ ସମ୍ପୂର୍ଣ୍ଣ ବିଷୟ ଆମେ ଜାଣିବା। ତେବେ ଭିଡ଼ିଓକୁ ଏବେଠାରୁ ଲାଇକ୍ କରିଦିଅନ୍ତୁ ଆଉ ଚ୍ୟାନେଲକୁ ଏବେଠାରୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଆମେମାନେ ଆଗକୁ ଯିବା। ତେବେ ପ୍ରିୟ ବନ୍ଧୁଗଣ, ଏମିତି ଅବସ୍ଥା ଭାରତରେ ମଧ୍ୟ ହୋଇପାରେ, ହେଇନାହିଁ କିନ୍ତୁ ହୋଇପାରେ। କାହିଁକି ହୋଇପାରେ ମୁଁ ଆପଣଙ୍କୁ ବିସ୍ତାର ଭାବରେ ବୁଝେଇବି, ସେଥିପାଇଁ ଏହି ଭିଡ଼ିଓକୁ ଆପଣ ଦେଖୁଥାନ୍ତୁ। ବର୍ତ୍ତମାନ କ'ଣ ହେଇଛି, ନାଇଜେରିଆ କଥା ଟିକେ ଚିନ୍ତା କରିବା। ବିଗତ ବହୁତ ଦିନ ହେଲାଣି, ପ୍ରାୟ ବର୍ଷେ ପାଖାପାଖି ହେଲାଣି, ନାଇଜେରିଆର କିଛି କଟ୍ଟରପନ୍ଥୀ ଲୋକମାନେ, ମାନେ ମୁସଲିମମାନେ, ସେମାନେ ହାତରେ ଅସ୍ତ୍ରଶସ୍ତ୍ର ଧରି ସେମାନେ ଏମିତି ନିର୍ଭୟରେ ସେମାନେ ବିଚରଣ କରୁଛନ୍ତି, ଆଉ ସେଠାକାର ସରକାର ମଧ୍ୟ କିଛି ବି କରିପାରୁନାହାନ୍ତି। ଆଉ ସେଠାକାର ସରକାର ପୁରା ନିଃସହାୟ। ଆଉ ଏଇ ଯେଉଁ କଟ୍ଟରପନ୍ଥୀମାନେ ଅଛନ୍ତି, ଏମାନଙ୍କୁ ସରକାର ମଧ୍ୟ ଭୟ କରୁଛି। ମାନେ ଟିକେ ଚିନ୍ତା କରନ୍ତୁ, ସେଠାକାର କଟ୍ଟରପନ୍ଥୀମାନେ କେମିତି ହେଇଥିବେ। ମାନେ ସେଠାକାର କଟ୍ଟରପନ୍ଥୀମାନେ ଖୋଜି ଖ୍ରୀଷ୍ଟିଆନମାନଙ୍କୁ ହତ୍ୟା କରୁଛନ୍ତି। ହଁ ପ୍ରିୟ ବନ୍ଧୁଗଣ, ହତ୍ୟା କରିବାର କାରଣ ହେଉଛି ନାଇଜେରିଆରେ ଖ୍ରୀଷ୍ଟିଆନ ହେଉଛନ୍ତି 45% ଏବଂ ମୁସଲିମ ଅଛନ୍ତି 45% ସମାନ। ଆଉ 10% ଅନ୍ୟ ଧର୍ମର ଲୋକମାନେ ଅଛନ୍ତି। କିନ୍ତୁ ନାଇଜେରିଆର କଟ୍ଟରପନ୍ଥୀମାନେ ସେମାନେ ଇଚ୍ଛା କରୁଛନ୍ତି ଯେ ତାଙ୍କ ଦେଶରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା କମିଯାଉ। ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା କମେଇବା ନିମନ୍ତେ ଆଉ ମୁସଲମାନମାନଙ୍କର ସଂଖ୍ୟା ବଢ଼ାଇବା ନିମନ୍ତେ ସେମାନେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଖୋଜି ଖ୍ରୀଷ୍ଟିଆନ ଲୋକମାନଙ୍କୁ ହତ୍ୟା କରିବେ। ବର୍ତ୍ତମାନ ସୁଦ୍ଧା ସେମାନେ ତାହା କରୁଛନ୍ତି। କିନ୍ତୁ ବର୍ତ୍ତମାନ ୟୁନାଇଟେଡ଼ ଷ୍ଟେଟ୍ ଅଫ୍ ଆମେରିକା, ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ, ସେ ବର୍ତ୍ତମାନ ନିଷ୍ପତ୍ତି ନେଇଛି ଯେ ସେ କ'ଣ କରିବ, ନାଇଜେରିଆରେ ପଶିକି ଯେତେ ସବୁ କଟ୍ଟରପନ୍ଥୀମାନେ ଅଛନ୍ତି, ଏମିତି ସମସ୍ତଙ୍କୁ ଗୋଡ଼େଇ ସେମାନଙ୍କୁ ଫାୟାରିଂ କରାଯିବ, ସେମାନଙ୍କୁ ହତ୍ୟା କରାଯିବ। କାରଣ ଆପଣ ଜାଣନ୍ତି, USA ୟୁନାଇଟେଡ଼ ଷ୍ଟେଟ୍ ଅଫ୍ ଆମେରିକା ହେଉଛି ଏକ ଖ୍ରୀଷ୍ଟିଆନ ଦେଶ ଏବଂ ଖ୍ରୀଷ୍ଟିଆନମାନଙ୍କୁ ସପୋର୍ଟ କରୁଥିବା ଏକ ଦେଶ ଅଟେ। ଆଉ USA ଆମର ଭାରତକୁ ମଧ୍ୟ ସପୋର୍ଟ କରେ ଏଥି ନିମନ୍ତେ, କାରଣ ଭାରତରେ ମଧ୍ୟ ଅଳ୍ପ ହେଉନା କାହିଁକି, ଭାରତରେ ବି ଖ୍ରୀଷ୍ଟିଆନ ଲୋକମାନେ ବାସ କରନ୍ତି। ସେଥିପାଇଁ USA ଭାରତକୁ ମଧ୍ୟ ସପୋର୍ଟ କରେ ଆଉ ବହୁତରେ ସପୋର୍ଟ ମଧ୍ୟ କରିଛି। ଆଉ ଯଦି ୟୁନାଇଟେଡ଼ ଷ୍ଟେଟ୍ ଅଫ୍ ଆମେରିକା, ମାନେ ଆମେରିକାର ସୈନ୍ୟମାନେ ଯଦି ନାଇଜେରିଆରେ ଯଦି ପଶିଗଲା ମାନେ ସେଠାରେ ଥିବା କଟ୍ଟରପନ୍ଥୀମାନଙ୍କର ଅବସ୍ଥା ପୁରା ଢିଲା ହୋଇଯିବ। ସେମାନଙ୍କର ଗୋଡ଼େଇ ଫାୟାରିଂ କରିବେ ଆଉ ସେମାନଙ୍କୁ ଗୋଡ଼େଇ ସେମାନଙ୍କୁ ମାରିବେ। ଆଉ ଆମେରିକା ଏଟା ପୁରା ନିଷ୍ପତ୍ତି ନେଇସାରିଛି। ହଁ ପ୍ରିୟ ବନ୍ଧୁଗଣ, ଆପଣଙ୍କର ହୁଏତ ମନେ ଥିବ କି ନଥିବ ମୁଁ ଜାଣେ ନାହିଁ। ଆଉ ଗୋଟେ ସତ କଥା ମୁଁ ଆପଣଙ୍କ ମନେ ପକାଇ ଦେଉଛି। ସତ କଥାଟା ଏଇଆ ଯେ ବହୁତ ବର୍ଷ ପୂର୍ବରୁ ଇରାକ ବୋଲି ଗୋଟେ ଦେଶ ଅଛି, ଇରାକରେ ଏମିତି ଏକ ଘଟଣା ଘଟିଥିଲା। ସେଠାକାର କଟ୍ଟରପନ୍ଥୀମାନେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଗୋଡ଼େଇ ହତ୍ୟା କରୁଥିଲେ, ଖୋଜି ମାରୁଥିଲେ। ଆଉ ସେଠାକାର ସର୍ଦ୍ଦାର ଥିଲେ, କଟ୍ଟରପନ୍ଥୀମାନଙ୍କର ସର୍ଦ୍ଦାର କିଏ ଥିଲେ? ସଦାମ ହୁସେନ। ଆପଣ ଜାଣିଥିବେ ନା, ସଦାମ ହୁସେନ। ଆଉ ସଦାମ ହୁସେନ ତାଙ୍କର ନେତୃତ୍ୱରେ
ଆଉ ଖ୍ରୀଷ୍ଟିଆନମାନଙ୍କୁ କ'ଣ କରାହେଇଥିଲା, ଭୟଙ୍କର ଦଣ୍ଡ ସବୁ ଦିଆଯାଉଥିଲା। ଯେମିତି ଜାପାନର ହିଟଲର ଯେମିତି ଦଣ୍ଡ ଦେଉଥିଲେ, ପୁରା ଏକ୍ଜାକ୍ଟଲି ସଦାମ ହୁସେନ କ'ଣ କରୁଥିଲେ, ସେ ମଧ୍ୟ ସେମିତି ଖ୍ରୀଷ୍ଟିଆନମାନଙ୍କୁ ଦଣ୍ଡ ପ୍ରଦାନ କରୁଥିଲେ। ଖୋଜି ଖୋଜି ମରା ହେଉଥିଲା, ଭୟଙ୍କର ହତ୍ୟା କରାହେଉଥିଲା, ପୁରା ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଉଥିଲା। ଆମେରିକା ଶୁଣିଲା ଶେଷରେ ଆଉ ସହିପାରିଲା ନାହିଁ। ଆମେରିକା ସିଧା ଆକ୍ରମଣ କରିଦେଲା କାହା ଉପରକୁ? ସିଧା ଆକ୍ରମଣ କଲା ଇରାକ ଉପରକୁ। ଆକ୍ରମଣ କରିକି ସେଠାରେ ଥିବା କଟ୍ଟରପନ୍ଥୀମାନଙ୍କୁ ପୁରା ମୂଳପୋଛ କରିଦେଲା। ମୂଳପୋଛ କରିକି ସଦାମ ହୁସେନକୁ ଧରିକି କ'ଣ କଲା, ତାଙ୍କୁ ମଧ୍ୟ ସେମିତି ମାନେ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ପ୍ରଦାନ କଲା। ତାପରେ ଆମେରିକାର କବ୍ଜା କାହା ଉପରେ ହେଲା? ଇରାକ ଉପରେ ହେଲା। ତେବେ ପ୍ରିୟ ବନ୍ଧୁଗଣ, ଏମିତି ହେଇଥିଲା, ଏଇଟା ବହୁତ ବର୍ଷ ତଳର କଥା। ଆଉ ବର୍ତ୍ତମାନ ସେହି ସମାନ ଘଟଣା ଘଟୁଛି କେଉଁଠି? ନାଇଜେରିଆର କଟ୍ଟରପନ୍ଥୀମାନେ ସେହି ସମାନ ଘଟଣାକୁ ସେମାନେ ଆପଣେଇଛନ୍ତି ଯେ ଆମେମାନେ ବି ଏମିତି କରିବା। ତେବେ ପ୍ରିୟ ବନ୍ଧୁ କ'ଣ, ତେବେ ଆମେରିକା ବର୍ତ୍ତମାନ ଚୁପ୍ ରହିବ ନାହିଁ। ଆଉ ଏଇଟା ଭାରତକୁ ମଧ୍ୟ ଆସିପାରେ। କାହିଁକି ମୁଁ କହିଦେଉଛି, କାରଣ ଆପଣ ଜାଣିଛନ୍ତି ବଜରଙ୍ଗ ଦଳ, RSS ଦଳ ଯେଉଁଭଳି ଭାବରେ ଖ୍ରୀଷ୍ଟିଆନମାନଙ୍କୁ ଅତ୍ୟାଚାର କରୁଛନ୍ତି, ଯଦି ଆମେରିକା ଚାହିଁବ ତେବେ ଭାରତ ଉପରେ ବି ଏମିତି କରିପାରିବ। ଆଉ ଭାରତରେ ଥିବା ଏମିତି ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ଜବାବ ଦେଇପାରିବ। କିନ୍ତୁ ଆମେରିକା ସେମିତି କରୁନାହିଁ, କାରଣ ହେଉଛି ଭାରତ ହେଉଛି ଆମେରିକାର ବନ୍ଧୁ ଅଟେ, ଫ୍ରେଣ୍ଡ। ଆଉ ବେଶୀ ଯଦି ଖ୍ରୀଷ୍ଟିଆନମାନଙ୍କ ଉପରେ ଅତ୍ୟାଚାର ହୁଏ, ତେବେ ସାଙ୍ଗକୁ ମଧ୍ୟ ଆଉ ଦେଖିବ ନାହିଁ, ଆଉ ସିଧା ଆକ୍ସନ୍ ନିହାତି ନେବ। କାରଣ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ କିଏ? ଆମେରିକା ଅଟେ। ତେବେ ପ୍ରିୟ ବନ୍ଧୁଗଣ, ଆପଣ କ'ଣ ଚାହୁଁଛନ୍ତି? ଆଉ କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ। ସମସ୍ତଙ୍କୁ ନମସ୍କାର। ଆଉ ଆଜିର ଭିଡ଼ିଓରେ ମୁଁ ଏଇଠି ବିଦାୟ ନେଉଛି। ଆଉ ଯଦି এই ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ସେୟାର କରନ୍ତୁ। ଯଦି এই ଚ୍ୟାନେଲକୁ ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର मौधमय नामर आंतरिक नमस्कार। और अब बड़ी खबर है, नाइजीरिया में खुलेगा जंग का क्या नया मोर्चा? सैन्य ऑपरेशन की तैयारी में है ट्रंप। क्यों है वो भी आपको बताएंगे जल्दी से। दरअसल यहां पर नाइजीरिया में लगातार हजारों ईसाई मारे जा रहे हैं, जिसको लेकर ट्रंप काफी नाराज है। कट्टरपंथी इस्लामिक संगठन सामूहिक हत्याएं कर रहे हैं। हमले जारी रहे तो सैन्य ऑपरेशन भी हमारे पास विकल्प है, अमेरिकी प्रेसिडेंट ने साफ साफ कह दिया।